ମହାଭାରତରୁ ମିଳିଥାଏ ଏହି 11ଟି ଶିକ୍ଷା। ଅଭିମନ୍ୟୁଙ୍କ ପରି ଅଧା ଜ୍ଞାନରେ କୌଣସି କାମ କରନ୍ତୁ ନାହିଁ। ଯୁଧିଷ୍ଠିରଙ୍କ ପରି ଜୁଆ ଖେଳନ୍ତୁ ନାହିଁ। ଦ୍ରୌପଦୀଙ୍କ ପରି ଅନୁପଯୁକ୍ତ ସ୍ଥାନରେ ହସନ୍ତୁ ନାହିଁ। କର୍ଣ୍ଣଙ୍କ ପରି ଖଳ ଲୋକଙ୍କ ସଙ୍ଗେ ମିତ୍ର ହୁଅନ୍ତୁ ନାହିଁ। ଦୁଶାସନଙ୍କ ପରି ନାରୀଙ୍କୁ ଅପମାନ କରନ୍ତୁ ନାହିଁ। ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୋହରେ ପଡ଼ନ୍ତୁ ନାହିଁ। ଦୁର୍ଯ୍ୟୋଧନଙ୍କ ପରି ଜିଦଖୋର ହୁଅନ୍ତୁ ନାହିଁ। ଗାନ୍ଧାରୀଙ୍କ ପରି ଆଖି ଥାଇ ଅନ୍ଧ ହୁଅନ୍ତୁ ନାହିଁ। ଅଶ୍ୱତ୍ଥାମାଙ୍କ ପରି କ୍ରୋଧରେ ସୀମାରୁ ବାହାରକୁ ଯାଆନ୍ତୁ ନାହିଁ। ଭୀଷ୍ମଙ୍କ ପରି ଅନ୍ୟାୟ ପ୍ରତିଶ୍ରୁତି ଦ୍ୱାରା ବନ୍ଧା ହୁଅନ୍ତୁ ନାହିଁ। ଆଉ ଦ୍ରୋଣାଚାର୍ଯ୍ୟଙ୍କ ଅଧା ସତ୍ୟରେ ବିଶ୍ୱାସ କରନ୍ତୁ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ମହାଭାରତରୁ ମିଳିଥାଏ ଏହି 11ଟି ଶିକ୍ଷା। ଅଭିମନ୍ୟୁଙ୍କ ପରି ଅଧା ଜ୍ଞାନରେ କୌଣସି କାମ କରନ୍ତୁ ନାହିଁ। ଯୁଧିଷ୍ଠିରଙ୍କ ପରି ଜୁଆ ଖେଳନ୍ତୁ ନାହିଁ। ଦ୍ରୌପଦୀଙ୍କ ପରି ଅନୁପଯୁକ୍ତ ସ୍ଥାନରେ ହସନ୍ତୁ ନାହିଁ। କର୍ଣ୍ଣଙ୍କ ପରି ଖଳ ଲୋକଙ୍କ ସଙ୍ଗେ ମିତ୍ର ହୁଅନ୍ତୁ ନାହିଁ। ଦୁଶାସନଙ୍କ ପରି ନାରୀଙ୍କୁ ଅପମାନ କରନ୍ତୁ ନାହିଁ। ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୋହରେ ପଡ଼ନ୍ତୁ ନାହିଁ। ଦୁର୍ଯ୍ୟୋଧନଙ୍କ ପରି ଜିଦଖୋର ହୁଅନ୍ତୁ ନାହିଁ। ଗାନ୍ଧାରୀଙ୍କ ପରି ଆଖି ଥାଇ ଅନ୍ଧ ହୁଅନ୍ତୁ ନାହିଁ। ଅଶ୍ୱତ୍ଥାମାଙ୍କ ପରି କ୍ରୋଧରେ ସୀମାରୁ ବାହାରକୁ ଯାଆନ୍ତୁ ନାହିଁ। ଭୀଷ୍ମଙ୍କ ପରି ଅନ୍ୟାୟ ପ୍ରତିଶ୍ରୁତି ଦ୍ୱାରା ବନ୍ଧା ହୁଅନ୍ତୁ ନାହିଁ। ଆଉ ଦ୍ରୋଣାଚାର୍ଯ୍ୟଙ୍କ ଅଧା ସତ୍ୟରେ ବିଶ୍ୱାସ କରନ୍ତୁ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ମହାଭାରତରୁ ମିଳିଥାଏ ଏହି 11ଟି ଶିକ୍ଷା। ଅଭିମନ୍ୟୁଙ୍କ ପରି ଅଧା ଜ୍ଞାନରେ କୌଣସି କାମ କରନ୍ତୁ ନାହିଁ। ଯୁଧିଷ୍ଠିରଙ୍କ ପରି ଜୁଆ ଖେଳନ୍ତୁ ନାହିଁ। ଦ୍ରୌପଦୀଙ୍କ ପରି ଅନୁପଯୁକ୍ତ ସ୍ଥାନରେ ହସନ୍ତୁ ନାହିଁ। କର୍ଣ୍ଣଙ୍କ ପରି ଖଳ ଲୋକଙ୍କ ସଙ୍ଗେ ମିତ୍ର ହୁଅନ୍ତୁ ନାହିଁ। ଦୁଶାସନଙ୍କ ପରି ନାରୀଙ୍କୁ ଅପମାନ କରନ୍ତୁ ନାହିଁ। ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୋହରେ ପଡ଼ନ୍ତୁ ନାହିଁ। ଦୁର୍ଯ୍ୟୋଧନଙ୍କ ପରି ଜିଦଖୋର ହୁଅନ୍ତୁ ନାହିଁ। ଗାନ୍ଧାରୀଙ୍କ ପରି ଆଖି ଥାଇ ଅନ୍ଧ ହୁଅନ୍ତୁ ନାହିଁ। ଅଶ୍ୱତ୍ଥାମାଙ୍କ ପରି କ୍ରୋଧରେ ସୀମାରୁ ବାହାରକୁ ଯାଆନ୍ତୁ ନାହିଁ। ଭୀଷ୍ମଙ୍କ ପରି ଅନ୍ୟାୟ ପ୍ରତିଶ୍ରୁତି ଦ୍ୱାରା ବନ୍ଧା ହୁଅନ୍ତୁ ନାହିଁ। ଆଉ ଦ୍ରୋଣାଚାର୍ଯ୍ୟଙ୍କ ଅଧା ସତ୍ୟରେ ବିଶ୍ୱାସ କରନ୍ତୁ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।